हेलो हाय नमस्कार भाग्य गाइड चैनल को स्वागत करुचे मु सुनीता। प्रोसेस जणा अछि फाइल 1 फाइल 2 फाइल 3 एई तीनोटी कार्ड भितर गोटे फाइल सिलेक्ट करंतु जे कार्ड टी आपण सिलेक्ट करिसेंती केवल सेही कार्ड रो रीडिंग देखि दियंतु। वीडियो स्किप करी करी गले फर्स्ट 1 आसीबो तापरे 2 तापरे 3 आ वीडियो रो डाहाण पटरे मु नंबर भी मेंशन कर देछि जो फाइल रो रीडिंग आपण देखिबे सेठी की स्किप करके जाई परिबे। ठीक अछि चलंतु देखि नबा एबे आज रो रीडिंग। चलंतु देखि नबा एबे फाइल 1 रो रीडिंग। सेम मेसेज बारंबार आपणक पाखକୁ आसुची ता माने आपण बुझी पारु नांती कि मते एबे कोन करिवार अछि कहा ऊपर फोकस दबार अछि। जदि यूनिवर्स हमको गोटाए मेसेज बारंबार दउची ताहले ता माने आमे सेही जो प्रथमे मेसेज सुनिथिले ता ऊपर आमे काम करि पारुने। तो आपण सेति प्रति काम करंतु जोडे जो मेसेज आपणको थरे आसिला से मेसेज बारंबार न आसु। जेमती आपण निजको बंदी बोली फील करूचंती किछि प्लानिंग जोटा कि अधारु छाड़ी दउचंती ସବୁ ଯେମିତି ମୋହମାୟା ଆପଣ ତ୍ୟାଗ କରିଦେଇଛନ୍ତି ଏମିତି ଲାଗୁଛି ଯେମିତି କି ନାଇଁ ଯିଏ ଯାହାକୁ ଯିବାର ଅଛି ଯାଉ ଯାହାର ରହିବାର ଅଛି ରହୁ ମୁଁ ଏବେ କିଛି ଏଫର୍ଟସ ଆଉ ଦେଇପାରିବି ନାହିଁ। ଗୋଟେ ଖରାପ ପରିସ୍ଥିତିରୁ ଆପଣ ଏବେ ବାହାରି ଆସିଛନ୍ତି ନିଜକୁ ସବୁ ଜିନିଷରୁ ଦୂରେଇ ଦେଇଛନ୍ତି। ଆପଣ ନିଜକୁ ଆତ୍ମନିର୍ଭରଶୀଳ ବନେଇବା ପାଇଁ ଚେଷ୍ଟା କରୁଛନ୍ତି ନିଜକୁ ଆବିଷ୍କାର କରିବେ ଆପଣ ଲାଗିବ ଯେମିତି ଏ ସବୁ ମୋ ଭିତରେ ଥିଲା କିନ୍ତୁ ବାହାରକୁ ଆସୁନଥିଲା ଏ ସବୁ ଇନସିଡେଣ୍ଟ ପରେ ମୁଁ ମୋ ରିଅଲିଟି ଟା ଜାଣିପାରିଲି ମୁଁ କେତେ ମୋ ପାଖରେ ପାୱାର ଅଛି ସେଇଟା ମୁଁ ଜାଣିପାରିଲି। କିଛି ସତର ସନ୍ଧାନ କରିବାକୁ ଆପଣ ଯାଉଛନ୍ତି ବହୁତ ମାନସିକ ବା ଶାରୀରିକ ଆପଣ ଟାୟାର୍ଡନେସ୍ ଫିଲ୍ କରିବେ ଟେନସନ ରେ ରହିଲା ପରି ଆପଣ ଜଣା ପଡୁଛନ୍ତି। କେତେ ଗୋଟେ ସହିବା ଶକ୍ତି ଥାଏ ତାର ଏଣ୍ଡ ହେଇଛି ଆପଣ ବହୁତ ନିରାଶ ହେଇଛନ୍ତି ସବୁ ଲୋକ ଆପଣଙ୍କୁ କଷ୍ଟ ଦେଇଛନ୍ତି ଆପଣ ଏକା ଫିଲ୍ କରୁଛନ୍ତି ସବୁ ବାସ୍ତବତାରୁ ଆପଣ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ଏ ସବୁ ଆପଣ ଏବେ ଫେସ୍ କରୁଛନ୍ତି ଆଉ ତାପରେ ଆପଣଙ୍କର ୟୁନିଭର୍ସ ତରଫରୁ ମେସେଜ ଆସିଯାଇଛି ମ୍ୟାଜିସିଆନ କାର୍ଡ ଯୋଉଟା କି ଆପଣଙ୍କ ଲାଇଫ ର ନୂଆ ଆରମ୍ଭକୁ ଦେଖଉଛି। ଆପଣ କିଛି ନୂଆ ଷ୍ଟାର୍ଟ କରିପାରିବେ ନୂଆ ସାଇକେଲରେ ଆରମ୍ଭ ହବ ଆଉ ଆପଣଙ୍କ ଭିତରେ ଲାଗିବ ନାହିଁ ମୋ ଭିତରେ ଏନର୍ଜି ଅଛି ମୋ ପାଖେ କାପାସିଟି ଅଛି ମୁଁ କିଛି କରିପାରିବି କିଛି ନୂଆ କରି ଆପଣ ଷ୍ଟାର୍ଟ କରିବେ ବହୁତ ଏନର୍ଜି ଅଛି ବହୁତ କାପାସିଟି ଅଛି ଆଗକୁ ବଢିବାର ଆପଣଙ୍କ ପାଖେ କ୍ଷମତା ଅଛି କାହିଁକି ନିଜକୁ ଅଟକାଇକି ରଖିଛନ୍ତି କାହିଁକି ଆଗକୁ ବଢୁନାହାନ୍ତି କଣ ସେ ରିଜନ ନିଜ ଉପରେ ଫୋକସ କରନ୍ତୁ। ଆପଣ ନିଜେ ନିଜକୁ ରୋକିଛନ୍ତି ଆପଣଙ୍କୁ କେହି ବି ରୋକି ନାହାନ୍ତି ତା ଉପରେ କାମ କରନ୍ତୁ ଆଗକୁ ବଢନ୍ତୁ ସକ୍ସେସ ସିଓର ମିଳିବ। ଜାଣିଛି ବହୁତ ଏକୁଟିଆ ଆପଣଙ୍କୁ ଲାଗୁଛି ଯେମିତି ସମସ୍ତେ ଆପଣଙ୍କ ହାତ ଛାଡି ଦେଇଛନ୍ତି ଆଉ ଏଇ ମେସେଜ ବହୁତ ଥର କଣ ପାଇଁ ଆପଣଙ୍କ ପାଖକୁ ଆସୁଛି ଆପଣ ମେ ବି ପାଷ୍ଟ କୁ ଧରିକି ବସିଛନ୍ତି ସେଥିପାଇଁ ଏ ସବୁ ଆସୁଛି ସେଥିପାଇଁ ଯେତେ ଯୋଉ ରେଟ ରେ ଆପଣଙ୍କର ପଜିଟିଭ ଆଉ ହାପିନେସ ଆପଣଙ୍କ ଲାଇଫକୁ ଆସିବା କଥା ଆସିପାରୁନି ଯୋଉ ଜିନିଷଟା ହେଇଯାଇଛି ତା ଉପରେ କାନ୍ଦିଲେ ଆଉ କିଛି ହବନି ଆପଣଙ୍କୁ ଷ୍ଟ୍ରଙ୍ଗ ହବାକୁ ପଡିବ ଆଗକୁ ବଢିବାକୁ ପଡିବ ନିଜ ଉପରେ ଫୋକସ କରନ୍ତୁ ନିଜ ଉପରେ କାମ କରନ୍ତୁ ଆଗକୁ ବଢିବାର ଟାଇମ ଅଛି ନିଜକୁ ନିଜେ ସପୋର୍ଟ କରନ୍ତୁ ଠିକ ଅଛି। ଏଇଟା ଥିଲା ପାଇଲ 1 ର ରିଡିଂ ପସନ୍ଦ ଆସିଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ ବାଏ ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ 2 ର ରିଡିଂ। ଫାର୍ଷ୍ଟ କାର୍ଡ ଏତେ ସବୁ ଫେସ୍ କରିଛନ୍ତି ଯାହା ଦ୍ୱାରା ଆପଣ ଗୋଟେ ଷ୍ଟ୍ରଙ୍ଗ ହେଇଯାଇଛନ୍ତି ଆପଣଙ୍କୁ ଏବେ କୌଣସି ଜିନିଷରେ ଡର ନାହିଁ ଆପଣ ଏକା କହିଲେ ଆପଣ ରହିପାରିବେ ଆପଣ ଦୁନିଆକୁ ଏକା ଫେସ୍ କରିପାରିବେ ଫ୍ୟୁଚର ପାଇଁ ଆପଣଙ୍କର ବହୁତ ସାରା ଆଶା ଅଛି କି ଜିନିଷ ସବୁ ଏଇ ଟାଇପ ର ହବ ତ ୟୁନିଭର୍ସ କହୁଛି ଆପଣ ଯେଉଁ ଟାଇପ ର ଆଶା କରିଛନ୍ତି ଆପଣଙ୍କର ଫୁଲଫିଲ ହବାର ବହୁତ ଚାନ୍ସେସ୍ ଅଛି କିନ୍ତୁ ସବୁ ତ ଜାଣିଛନ୍ତି ଏଫର୍ଟସ ନ କଲେ କିଛି ହବନି ଆପଣ ଯଦି ଏଫର୍ଟସ ଦେବେ ଆପଣ ଯାହା ଚାହୁଁଛନ୍ତି ଆପଣଙ୍କର ସବୁ ୱିଶ ପୁରା ହେଇଯିବ
କିଛି ଆପଣଙ୍କୁ ଗୁଡ୍ ରେଜଲ୍ଟ ମିଳିପାରେ। ଯଦି ହେଲ୍ଥ ଖରାପ ଥିଲା ତ ତା ପାଇଁ ବି ମଧ୍ୟ ଅଛି ଯେ ହେଲ୍ଥରେ ସୁଧାର ଆସିବ। କିଛି ଆପଣଙ୍କୁ ଗିଫ୍ଟ ମିଳିପାରେ। ଆଉ ଭଗବାନଙ୍କୁ ଯାହାକୁ ଆରାଧ୍ୟ ମାନୁଛନ୍ତି ତାଙ୍କୁ ଇଗ୍ନୋର କରନ୍ତୁ ନାହିଁ। ଆମକୁ ବି କେହି ଜଣେ ଦେଖିକି ଯଦି ଅଣଦେଖା କରିବ ଆମକୁ ଭଲ ଲାଗିବନି। ତ ଗୋଟେ ଏକ୍ସାମ୍ପଲ ଦେଲି, ଯେମିତି କି ଆପଣ ସୋସିଆଲ ମିଡିଆରେ ଅଛନ୍ତି, ଗୋଟେ ଭଗବାନଙ୍କର ପୋଷ୍ଟ ଆସିଲା ବା ଯାହାକୁ ଆରାଧ୍ୟ ମାନୁଛନ୍ତି ତାଙ୍କର ପୋଷ୍ଟ ଆସିଲା, ଆପଣ ସେଟା ସ୍କିପ୍ କଣ ପାଇଁ କରୁଛନ୍ତି? ଯଦି 20 ସେକେଣ୍ଡ 30 ସେକେଣ୍ଡ କି 1 ମିନିଟ 5 ମିନିଟ ଦେଖିଥିଲେ ତ କିଛି ବି ହବନି ନା। ତ ଆମେ ଯେତିକି ଭଗବାନଙ୍କ ସହିତ ଆଟାଚ ହବା, ସିଏ ଆମର ଦୁଃଖ ସେତିକି କମ କରି କରି ଚାଲିବେ। ତ ସେଥିରେ ବି ଆପଣ ଫୋକସ କରନ୍ତୁ। ଯଦି ଏମିତି କରୁଛନ୍ତି ତାହେଲେ କରନ୍ତୁ ନାହିଁ। ଆଉ ଏଇ ମେସେଜ ବାରମ୍ବାର ଆସୁଛି, ସେଥିପ୍ରତି ଆପଣ ଟିକେ କାମ କରନ୍ତୁ। ଆପଣଙ୍କର ନିଜ ଭିତରେ କନଫିଡେଣ୍ଟ ଅଛି ଆଉ ବହୁତ ଫାଷ୍ଟ ମୁଭ କରିପାରିବେ। ଏମିତି କି ଜଣଙ୍କ ଲାଇଫରେ ଯାଇକି ଏମିତି ଚୁଟକିରେ ପୁଣି ରିଟର୍ନ କରିପାରିବେ, ଏଇ ଟାଇପର ନେଚର ଆପଣଙ୍କର। ଆଉ ଆପଣ ଯୋଉଟା ଭାବିଦେବେ, ଯାହାକୁ ଷ୍ଟଡି କରିବେ ଏକଦମ ଏକ୍ସାକ୍ଟ ଆପଣଙ୍କର ରିଜନିଂ ପାୱାର ବହୁତ ବଢିଆ ଅଛି। ଟୁ ଅଫ କପ୍ସ ଶୋ କରୁଛି, ଯୋଉମାନେ କପଲ ତାଙ୍କ ଭିତରେ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ରହିବ। ଯଦି ପାଷ୍ଟ ଡିଷ୍ଟର୍ବାନ୍ସ ଚାଲୁଥିଲା ଏବେ ସିଚୁଏସନରେ ସୁଧାର ଆସିବା ଷ୍ଟାର୍ଟ ହେଇଯିବ। ଗୋଟେ ବାଲାନ୍ସ ଆଉ ମ୍ୟୁଚୁଆଲ ରେସପେକ୍ଟ ଆପଣ କୁ ଦେଖିବାକୁ ମିଳିବ ରିଲେସନସିପରେ। ଆପଣଙ୍କୁ ଫିଜିକାଲ ଷ୍ଟ୍ରେଂଥ ମିଳିବ। ଆପଣଙ୍କୁ ଯିଏ ଘୃଣା କରୁଛନ୍ତି ସେ ଆପଣଙ୍କର ଏତେ ସାହସ ହବ ଯେ ଆପଣ ତାଙ୍କୁ ନିଜ ସାହସ ବଳରେ ବି ହରେଇ ପାରିବେ। ଆପଣ ସବୁ ଶତ୍ରୁ, ଆପଣ ଯିଏ ବି ଚାରିପଟରେ ଲାଗିଛନ୍ତି ତାଙ୍କୁ ପରାଜୟ କରିପାରିବେ। ଯଦି ଯେମିତି ଆଉ ଗୋଟେ ଷ୍ଟାର କାର୍ଡରେ ଆସିଥିଲା ହେଲ୍ଥ ଖରାପ ହେଲେ ବହୁତ ଚାନ୍ସେସ୍ ଅଛି ଠିକ ହବାର। ଷ୍ଟ୍ରେଂଥ କାର୍ଡରେ ବି ଆପଣଙ୍କର ସେମ୍ ଶୋ କରୁଛି। ଆଉ ଏବେ ଟାଇମ ଆସିଯାଇଛି ଠିକ ଡିସିସନ ନବାର, ନିଜ ଉପରେ କାମ କରିବାର ଆଉ ଆଗକୁ ବଢିବାର। ଏଇଟା ଥିଲା ପାଇଲ 2 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ। ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ 3 ର ରିଡିଂ। ଫାର୍ଷ୍ଟ କାର୍ଡ ଆସୁଛି, ଆପଣ କିଛି ଇମ୍ପୋର୍ଟାଣ୍ଟ ଡିସିସନ ନବାର ଅଛି। ଆପଣଙ୍କ ପାଖେ ବହୁତ ସାରା ଅପସନ ରହିବ, ଆପଣ ତା ଭିତରୁ ଗୋଟେ ସିଲେକ୍ଟ କରିବେ। ଆଉ ଆପଣ ଯୋଉ ଡିସିସନ ନେବେ ବହୁତ କେୟାରଫୁଲି, ବହୁତ ଭାବି ଚିନ୍ତିକି ନେବେ, କାରଣ ଏଇ ଯୋଉ ଡିସିସନ ଟା ନେବେ ଆପଣଙ୍କର ରେଷ୍ଟ ଅଫ ଦ ଲାଇଫ ଉପରେ ଆଫେକ୍ଟ ପକେଇବ। ଆପଣଙ୍କ ପାଖକୁ ଅପରଚୁନିଟି ଆସିବ, ଯଦି ଆପଣ ଏଫର୍ଟସ ଦେବେ ତାହେଲେ ବହୁତ ଆଗକୁ ବଢିବେ। ଲାଇଫର ନୂଆ ଚାପ୍ଟର ଷ୍ଟାର୍ଟ ହବ। ଆଉ କିଛି ସ୍ପିରିଚୁଆଲ ଲୋକ ଆପଣଙ୍କ ଲାଇଫକୁ ଆସିପାରନ୍ତି, ଆପଣଙ୍କୁ ଗାଇଡ କରିପାରନ୍ତି। ତଥାପି ସିଚୁଏସନ ଏବେ ଗୋଟେ ପଜ ଅବସ୍ଥାରେ, ଯେମିତି ଆମେ ଗୋଟେ ଭିଡିଓ ଦେଖୁଛେ ଆଉ ଷ୍ଟପ କରିଦେଇଛେ, ସେ ସେଇଠି ରହିଯାଇଛି। ଆପଣଙ୍କ ଅବସ୍ଥା ବି ସେଇଆ ଲାଗୁଛି, ଯେମିତି ଆପଣଙ୍କୁ କିଏ ବାନ୍ଧି ଦେଇଛି ଆଉ ଆପଣ ମୁଭ କରିପାରୁନାହାନ୍ତି। ଏମିତି ବି ଲାଗିବ ଯେମିତି ଗୋଟେ ଦଉଡିଟା ଅଛି, ଦଉଡି ଉପରେ ଆପଣ ଚାଲୁଛନ୍ତି, କେତେବେଳେ ବି ଖସି ପାରିବେ। କିନ୍ତୁ ୟୁନିଭର୍ସ ଉପରେ ଭରସା କରନ୍ତୁ, ସେ ଆପଣଙ୍କୁ ସବୁବେଳେ ସପୋର୍ଟ କରୁଛି ଆଉ ଆଗକୁ ମଧ୍ୟ କରିବ। ପଜିଟିଭ ଭାବନ୍ତୁ, ଆଗକୁ ବଢନ୍ତୁ ଆଉ ନିଜ କାମ ଉପରେ ଫୋକସ ରୁହନ୍ତୁ। ଆପଣଙ୍କ ପାଖେ ଯାହା ବି ଅର୍ଥ ରାଶି ଅଛି ତାକୁ ଆପଣ ଭଲ କାମରେ ୟୁଜ କରିବେ। କାହାକୁ ହେଲ୍ପ କରିପାରନ୍ତି, କାହାକୁ କିଛି ଗିଫ୍ଟ ଦେଇପାରନ୍ତି। କିନ୍ତୁ ସେ କହୁଛି ଯଦି ଆପଣଙ୍କ ପାଖରେ ଏଇ ମେସେଜ ଟା ବି ଆସିଥିଲା କି ଯଦି ଆପଣଙ୍କ ପାଖରେ ଅଧିକ ଟଙ୍କା ଅଛି ତାହେଲେ ଭାବନ୍ତୁନି ଯେ ନାଇଁ ମୁଁ ଅନ୍ୟକୁ ହେଲ୍ପ କରିଦେବି। ଏଇଟା ଭାବନ୍ତୁ, ୱାନ୍ସ ଆପଣଙ୍କ ପାଖେ ସରିଗଲେ ସେ ପଇସା ଆଉ ଆପଣଙ୍କ ପାଖକୁ ଆସିବନି। ତ ଭାବି ଚିନ୍ତିକି ଆପଣ ମନି ରିଲେଟେଡ ଡିସିସନ ଏବେ ନିଅନ୍ତୁ। ଆପଣଙ୍କ ଭିତରେ କିଏ ଜଣେ ଟ୍ୟାଲେଣ୍ଟ ଦେଖିଦେଇଛନ୍ତି, ଆପଣଙ୍କୁ କୋଉଠୁ ଫାଇନାନ୍ସିଆଲ ସପୋର୍ଟ ବି ମିଳିପାରେ। ଆଉ ଯାହାବି ଆପଣ ଲୋନ କରିଥିଲେ ସେଇଟା ଏବେ କ୍ଲୋଜ କରିବାର, ତାଙ୍କୁ ପଇସା ଦବାର ଟାଇମ ଆସିଯାଇଛି ଆଉ ଆପଣ ତାଙ୍କୁ ମଧ୍ୟ ଦେଇପାରିବେ। ଏଇଟା ଥିଲା ପାଇଲ 3 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ। ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର।